ସମ୍ବଲପୁର ହୀରାକୁଦ କଲୋନୀ ଠାରେ ଥିବା ଯବାନେ ହିନ୍ଦ କ୍ଲବ ପରିସରରେ ଚାଲିଥିବା 3 ଦିନିଆ ଜିଲ୍ଲାସ୍ତରୀୟ ସିଙ୍ଗଲ ନକ୍ଆଉଟ୍ କ୍ୟାରମ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ଯବାନେ ହିନ୍ଦ କ୍ଲବ ଓ ସାକ୍ଷୀ ଗୋପୀନାଥ କ୍ରିକେଟ କ୍ଲବ ସାକ୍ଷୀପଡ଼ା ପକ୍ଷରୁ ମିଳିତ ଭାବରେ ଆୟୋଜନ କରାଯାଇଥିବା ବେଳେ ଏଥିରେ ମୋଟ 16 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହାର ଫାଇନାଲ ମ୍ୟାଚ୍ଟି ମୁସ୍ତଫା ଖାନ୍ ଓ ମହମ୍ମଦ ଜାଫରଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ 29-13 ପଏଣ୍ଟରେ ମୁସ୍ତଫା ଖାନ୍ ବିଜୟୀ ହେବା ସହ ଚଳିତ ବର୍ଷର ଚାମ୍ପିୟନ ହୋଇଥିଲେ। ଯବାନେ ହିନ୍ଦ କ୍ଲବର ସମ୍ପାଦକ ମହମ୍ମଦ ଇସାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଯୋଗିତାର ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଓକିଲ ସଂଘର ପୂର୍ବତନ ସମ୍ପାଦକ ପ୍ରବୀଣ ସିଂଦେଓ ଓ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ମହମ୍ମଦ ଅନୱର ଅଲି ଓ ବିଶିଷ୍ଟ କ୍ୟାରମ୍ ଖେଳାଳି ପ୍ରଦୀପ ପାଢ଼ୀ ଯୋଗଦାନ କରି ପ୍ରତିଯୋଗିତାର ଚାମ୍ପିୟନ ତଥା ରନର୍ସ ଅପ୍ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଯବାନେ ହିନ୍ଦ କ୍ଲବର ସଭାପତି ଅବଦୁଲ ଅଜିଜ, ଉପଦେଷ୍ଟା ବିଭୂତିଭୂଷଣ ଦାସ, ସଭ୍ୟ ଅବଦୁଲ କାଦିର, ମଇଉଦ୍ଦିନ ଅନସାରୀ, ଶେଖ ଜହରୁଲ୍ଲା ୱାର୍ସି, ଶେଖ ରଜାଉଲ୍ଲା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାକୁ ଆୟୋଜନରେ ସହଯୋଗ କରିଥିଲେ। ମୋ ନାଁ ମହମ୍ମଦ ଇସାକ, ଯବାନେ ହିନ୍ଦ କ୍ଲବର ସମ୍ପାଦକ। এটা 3 দিনিয়া टूर्नामेंट कैरम टूर्नामेंट आमर जवाने हिंद क्लब और साक्षी गोपीनाथ क्रिकेट क्लब द्वारा आयोजित होती। 16टा टीम अंशग्रहण करते और आज फाइनल अनुष्ठित है। ए मुस्तफा खान विजयी होइछन और उपविजेता जफरू भाई होइछन। हाँ, यहाँ डिस्ट्रिक्ट लेवल रही विभिन्न जगह आसी हाँ, यहाँ सब वर्ष है। आगामी दिन में यहाँ सिंगल हो डबल करवार हमार प्लान चली स्टेट लेवल भी कर। हाँ, बहुत खुश लगला मोर इसाक भाई जो गोटे टूर्नामेंट यहाँ से कर आसुन सब जिनिस गुड़ाक, लेकिन आमर जेन आज साक्षी गोपीनाथ और जवाने हिंद क्लब भितर गोटे 3 दिनिया जेन कैरम मैच होता बहुत लोग पार्टिसिपेट करते। मैचटा भल है, जड़े तो जितवा जड़े हारवा। टूर्नामेंटा सक्सेस है। मुझे धन्यवाद देवी आम जवाने हिंद क्लब इसाक भाई को और जिते कर्मकर्ता आसते समस्त को धन्यवाद दूँ।